ଦହି ବାଇଗଣ ତ ଆମ ଓଡିଆ ଲୋକମାନଙ୍କର ସମସ୍ତଙ୍କର ପ୍ରିୟ ବୋଲି ମୁଁ ଜାଣେ। କିନ୍ତୁ ଆପଣ ମାନେ କଣ କେବେ ଦହି ପୋଟଳ ଟ୍ରାଏ କରିଛନ୍ତି? ଆଚ୍ଛା, ଯଦି ବନେଇ ନାହାନ୍ତି ତେବେ ଚାଲନ୍ତୁ ମୁଁ ଆଜି ଆପଣମାନଙ୍କୁ ବନେଇବା ଶିଖେଇବି ଦହି ପୋଟଳ। ମାନଙ୍କୁ ଭିଡିଓ ଭଲ ଲାଗୁଛି ଭିଡିଓକୁ ଲାଇକ୍ କରିବେ, କମେଣ୍ଟ କରିବେ ଆଉ ସେୟାର କରିବେ। ଆଉ ଯୋଉମାନଙ୍କୁ ଭଲ ଲାଗୁନାହିଁ ସେମାନେ ଦୟାକରି ସ୍କିପ୍ କରିପାରିବେ। ଏଇଠି ମୁଁ ନେଇଯାଇଛି କିଛି ପୋଟଳ, ତାକୁ ଭଲ ଭାବରେ ମୁଁ ପାଣିରେ ଧୋଇ ନେଲି। ଦେନ୍ ତାର ସ୍କିନ୍ କୁ ମୁଁ ଏଠି ହାଲକା ହାଲକା ଛଡେଇ ନେଇଛି। ଆପଣ ଚାହିଁଲେ ସ୍କିନ୍ ବି ରଖିପାରିବେ। ତାକୁ ମଝିରେ ଏଠି ଦୁଇଟା କଟ୍ ଲଗେଇଦେଲି। ଏବେ କଢେଇରେ କିଛି ତେଲ ଗରମ କରିନେଲି, ସେଥିରେ କାଟିକି ରଖିଥିବା ପୋଟଳ ଗୁଡିକୁ ପକେଇନେଲି। ସେଥିରେ କିଛି ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଆଉ ଲୁଣ ପକେଇନେଲି। ଏବେ ପୋଟଳ ଗୁଡିକୁ ଭଲ ଭାବରେ ଆମେ ଫ୍ରାଏ କରିନବା। ଏପଟେ ଆଉ ଗୋଟେ ବାଉଲରେ ମୁଁ ନେଇଗଲି କିଛି ଦହି। ଦହିକୁ ଭଲ ଭାବରେ ଫେଣ୍ଟି ନେବେ, ତା ଦେହରେ କିଛି ପାଣି ପକେଇଦେବେ। ବେଶୀ ପତଳା ହବନି କି ବେଶୀ ଗାଢା ବି ହବନି। ସେଥିରେ ମୁଁ ନେଇଗଲି କିଛି ବ୍ଲାକ୍ ସଲ୍ଟ, କିଛି ଚିନି। ଏବେ କରିନବା ତାକୁ ମିକ୍ସ। ଆଉ ସେଇଥିରେ ମୁଁ ଏବେ ଭାଜିକି ରଖିଥିବା ପୋଟଳ ଗୁଡିକୁ ପକେଇ ନେବି। ଏବେ ପୋଟଳ ଗୁଡିକୁ ପକେଇ ସାରିଲା ପରେ ମୁଁ ତାକୁ ଭଲ ଭାବରେ ମିକ୍ସ କରିଦେବି। ଦେନ୍ ଆମେ ଏଠି ବନେଇବା ଛୁଙ୍କ। ଆପଣ ମାନେ କହିପାରିବେ ତଡକା ପାନି କିଛି ତେଲ ନେଇଗଲି। ତେଲ ଟିକେ ଗରମ ହେଇଗଲା ପରେ ଶୁଖିଲା ଲଙ୍କା, ସେଥିରେ କିଛି ସୋରିଷ ଆଉ କିଛି ଜିରା ପକେଇ ନେଲି। ସେଥିରେ କିଛି ଭୃଷଙ୍ଗ ପତ୍ର ପକେଇଦେଲି। ଏବେ ଏଇ ତଡକାକୁ ଏବେ ମୁଁ ପକେଇ ନେବି ଦହିରେ। ଦହି ବାଇଗଣର ପ୍ରୋସେସ। ଏବେ ଭଲ ଟିକେ ଫ୍ଲେଭର ଆସିବା ପାଇଁ ତା ଉପରେ ପକେଇ ନେବା ଭଜା ହେଇଥିବା ଲଙ୍କା ଆଉ ଜିରା ଗୁଣ୍ଡ। ହେଇଗଲା ୟମି ୟମି ଦହି ପୋଟଳ।